ଆଜ୍ଞା ଏଠାରେ ସିଧାସଳଖ ଭାବରେ ଲେଖାଯାଇଛି ଆପଣମାନେ ଦେଖିପାରୁଥିବେ ଯେ କାଲିଠୁ 3000 ଟଙ୍କାରେ କିଣିବେ ସିଲିଣ୍ଡର। ଆଜି ରାତି 12ଟା ପୂର୍ବରୁ କରନ୍ତୁ ଏହି କାମ ନହେଲେ। ଦେଖନ୍ତୁ ଆଜ୍ଞା ସତରେ ଇଏ କ'ଣ ସତ କଥା ଯେ କାଲିଠୁ ଆପଣମାନଙ୍କୁ ଗ୍ୟାସ୍ ମିଳିବ ନାହିଁ ଆଉ 3000 ଦେଇକି କିଣିବାକୁ ପଡ଼ିବ। ଯଦି ଆପଣମାନଙ୍କୁ ଗ୍ୟାସ୍ ମିଳୁନାହିଁ ତ ତାହେଲେ 3000 ଦେଇକି କିଣିବାକୁ ବାଧ୍ୟ ହେବେ ନା। ମୁଁ ଏହା ମଧ୍ୟ ଥମ୍ବନେଲରେ ଲେଖିଛି ଯେ ଆପଣମାନେ ଜାଣିଥିବେ ଯେ ମୁଁ କୋଉ ଜିନିଷଟା ଲେଖିଛି ଯେ କାହାକୁ ମିଳିବ ନାହିଁ ଗ୍ୟାସ୍। ଯେ ଦେଖନ୍ତୁ ଯେ କ'ଣ ସେଇ କାମଟା କ'ଣ ସେଇ ଭୁଲଟା ଆମେମାନେ କରିନାହାନ୍ତି ଯାହାଦ୍ୱାରା କି ଆମକୁ ଗ୍ୟାସ୍ ମିଳିବ ନାହିଁ। ତ ଆସନ୍ତୁ ସେଇ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଭଲ ଭାବରେ ବୁଝେଇଦେବି ଯେ ଏକ୍ଜାକ୍ଟଲି ଆଜ୍ଞା ଆପଣମାନଙ୍କୁ କ'ଣ କରିବା କଥା ଆଉ ସେଇ ଜିନିଷଟା ଯଦି ଆପଣମାନେ କରିଦେଉଛନ୍ତି ତାହେଲେ ଆପଣମାନଙ୍କୁ ନିହାତି ଭାବରେ ଗ୍ୟାସ୍‌ଟି ମିଳିବ। ତାହା ଆମକୁ ସୁଯୋଗ ଦିଆଯିବ ନା ନାହିଁ ଆସନ୍ତୁ ଆମେମାନେ ଆଲୋଚନା କରିବା। ଯେ ସରକାର କ'ଣ ଘୋଷଣା କରିଥିଲେ ଆଜ୍ଞା ଦେଖନ୍ତୁ ଯେ ଏଲ୍‌ପିଜି କନେକ୍ସନ୍ ଇ-KYC କରାଇବା ପାଇଁ ଏଠାରେ ଘୋଷଣା କରିଥିଲେ। ସେ ଲାଷ୍ଟ ଡେଟ୍ ମଧ୍ୟ ଦେଇଥିଲେ ଯେ 16 ଅଗଷ୍ଟ 2026 ପୂର୍ବରୁ ଏହି କାମଟିକୁ ନିଶ୍ଚୟ କରିନେବା ଜରୁରୀ ଅଟେ ଯେ ଆପଣଙ୍କର KYC କରିବା ନିହାତି ଜରୁରୀ ବୋଲି ସରକାର କହିଥିଲେ। ତ ଅବିରତ ଏଲ୍‌ପିଜି ସେବା ଜାରି ରଖିବା ପାଇଁ ତୈଳ କମ୍ପାନୀଗୁଡ଼ିକ OMCS ଆଧାରିତ ଇ-KYC ବାଧ୍ୟତାମୂଳକ କରିଛନ୍ତି। କାହିଁକି ଆଜ୍ଞା? ଯେ ଆପଣମାନେ ସମସ୍ତେ ଜାଣିଥିବେ ଉଜାଲା ବୋଲି ଗୋଟେ ଆମର ସ୍କିମ୍ ଚାଲିଥିଲା ଯାହାଦ୍ୱାରା କି ଅନେକ ଗରିବ ମାଆମାନଙ୍କୁ ଉଜାଲା ସ୍କିମ୍‌ରେ ଗ୍ୟାସ୍ ଏବଂ ଚୁଲ୍ହା ସିଲିଣ୍ଡର ଏବଂ ଚୁଲ୍ହା ବଣ୍ଟନ କରାଯାଇଥିଲା। ତ ଏମିତି ବି କେତେ ଲୋକ ଅଛନ୍ତି ଯେଉଁମାନେ କି ମୁଁ ଯେପରି ଆପଣମାନଙ୍କୁ ସମସ୍ତଙ୍କୁ କହିଥିଲି ମୋ ଭିଡ଼ିଓ ଯଦି ଆପଣମାନେ ଦେଖିଥିବେ ଜାଣିଥିବେ ଯେ ଆଧାର କାର୍ଡ଼ରେ ସବୁ ଜିନିଷ ଲିଙ୍କ୍ ଅଛି। ଆପଣ ଯଦି ଆଧାର କାର୍ଡ଼ ଦେଇକି KYC କରୁଛନ୍ତି ତାହେଲେ ସରକାରଙ୍କୁ ସବୁ ଜିନିଷ ଜଣାଅଛି ଯେ ୟାଙ୍କ ପାଖରେ ଏତେ ଟଙ୍କା ଅଛି, ଏତେ ଟଙ୍କା ରୋଜଗାର କରୁଛନ୍ତି, ଏତେ ଫ୍ୟାମିଲି ଅଛନ୍ତି, ରାସନ କାର୍ଡ଼ ଅଛି, ରାସନ କାର୍ଡ଼ରେ ଏତେ ଜଣ ଲୋକ ଲିଙ୍କ୍ ଅଛନ୍ତି, ସରକାରଙ୍କ ପାଖରେ ସବୁ ତଥ୍ୟ ଅଛି। ତ ସେଇଥିରୁ ସରକାର ଜାଣିପାରିବେ ଯେ ଏମାନେ ହେଲେ ଉଚିତ ହିତାଧିକାରୀ, ଏମାନେ ହେଲେ ଅନୁଚିତ ହିତାଧିକାରୀ, ଏମାନଙ୍କୁ ଗ୍ୟାସ୍ ଦିଆଯିବ ନାହିଁ, ଏମାନଙ୍କୁ ଗ୍ୟାସ୍ ଦିଆଯିବ। ତ ଯେଉଁ ଡୁପ୍ଲିକେଟ୍ ଲୋକମାନେ ଥିଲେ ବା ଡୁପ୍ଲିକେଟ୍ ଯେଉଁମାନେ ଯୋଗ୍ୟ ନୁହନ୍ତି ସେମାନେ ମଧ୍ୟ ଯେଉଁ ଗ୍ୟାସ୍‌ଟି ଉଠାଉଥିଲେ ତାଙ୍କୁ କାଟିବା ପାଇଁ ସରକାର ଏହି କାମଟି ଆରମ୍ଭ କଲେ। କିନ୍ତୁ ବାୟୋମେଟ୍ରିକ୍ ଇ-KYC ଯେଉଁଟାକି ମୁଁ ଯେଉଁଟା କହିଲି ସେଥିପାଇଁ ଜରୁରୀ ସରକାର କରିଥିଲେ। ଯିଏ ଉଚିତ ହିତାଧିକାରୀ ସେ ଯଦି କରିବ ଆପଣଙ୍କର KYC ତ ସେ ସରକାର ଜାଣିଯିବ ଯେ ଇଏ ହିତାଧିକାରୀ ଉଚିତ ଅଟନ୍ତି, ୟାଙ୍କୁ ଗ୍ୟାସ୍ ଦିଆଯାଉ। ଏହାଛଡ଼ା ଉଜ୍ଜ୍ୱଳା ଯୋଜନା ଯେଉଁ ଅଧୀନରେ ମିଳୁଥିବା ସବସିଡ଼ି ମଧ୍ୟ ଆପଣମାନଙ୍କୁ ମିଳିବାରେ ଲାଗିବ। ଯେଉଁଟା ଆପଣଙ୍କର DBT ମାଧ୍ୟମରେ ମିଳୁଥିଲା ଯେ ଆପଣମାନେ ଯଦି ଗ୍ୟାସ୍ କିଣୁଛନ୍ତି ଉଜାଲା ଖାତାରୁ ତାହେଲେ ଆପଣମାନଙ୍କୁ 300 ଟଙ୍କା, 400 ଟଙ୍କା, 250 ଟଙ୍କା ଏହିପରି କେତେକ ସବସିଡ଼ି ମିଳୁଥିଲା ଯେଉଁଟାକି ଆପଣଙ୍କର ଖାତାକୁ ଡାଇରେକ୍ଟ ସିଧାସଳଖ ଆସୁଥିଲା ମାସିକ। ଠିକ୍ ଅଛି। ତ ଆପଣମାନେ ଯଦି KYC କରେଇ ନାହାନ୍ତି ତ ଆପଣଙ୍କ ଡିଲରଙ୍କ ପାଖକୁ ଯାଆନ୍ତୁ। ଆପଣମାନେ ବୁଝନ୍ତୁ ତାଙ୍କୁ ଯେ ଆଉ ଥରେ ସେ ସୁଯୋଗ ଅଛି ନା ନାହିଁ। ଯଦି ନାହିଁ ଆପଣମାନଙ୍କୁ କରେଇବା ନିହାତି ଜରୁରୀ ଅଟେ। ଯଦି ସେ ସୁଯୋଗ ଆଉ ଥରେ ଟାଇମ୍ ଦିଆଯାଏ ଆପଣମାନେ ଯାଇକି କରେଇ ନିଅନ୍ତୁ। ଯଦି ଆପଣମାନେ ନ କରୁଛନ୍ତି କ'ଣ ଅସୁବିଧା ହେବ ଆସ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହିବି ବୁଝେଇଦେବି ଜାଣିପାରିବ। ଏଠାରେ କୁହାଯାଉଛି ଆଜ୍ଞା ଯେ ଇ-KYC ନ କଲେ କ'ଣ ହେବ? ସବସିଡ଼ି ବନ୍ଦ ହେଇଯିବ ଆପଣଙ୍କର। ଲୁଜ୍ ଅଫ୍ ସବସିଡ଼ି। ଯଦି ଆପଣ ଉଜାଲା ଯୋଜନା PMUY କିମ୍ବା ସାଧାରଣ ସରକାରୀ ସବସିଡ଼ିର ଲାଭ ପାଉଛନ୍ତି ତେବେ ବ୍ୟାଙ୍କ ଆକାଉଣ୍ଟକୁ ଯେଉଁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର DBT ମାଧ୍ୟମରେ ଯେଉଁ ଆପଣଙ୍କର ସବସିଡ଼ି ଟଙ୍କାଟି ଆସୁଥିଲା ଆପଣଙ୍କର 300 ଟଙ୍କା, 400 ଟଙ୍କା, 250 ଟଙ୍କା, 200 ଟଙ୍କା ଯାହା ବି ସବସିଡ଼ି ଆସୁଥିଲା ସେ ସବସିଡ଼ିଟି ବନ୍ଦ ହେଇଯିବ ସମ୍ପୂର୍ଣ୍ଣ ଆକାରରେ। ତାପରେ ସିଲିଣ୍ଡର ମହଙ୍ଗା ମିଳିପାରେ। ଯଦି ଆପଣମାନଙ୍କୁ KYC କରୁନାହାନ୍ତି ତ ଆପଣମାନଙ୍କୁ ଏଠାରେ ସବସିଡ଼ି ମାଧ୍ୟମରେ ଦିଆଯିବ ନାହିଁ। ଯାହାଦ୍ୱାରା କି ଆପଣମାନଙ୍କୁ କଳା ବଜାରରୁ ମଧ୍ୟ କିଣିବାକୁ ପଡ଼ିବ ବା ବ୍ଲାକ୍ ମାର୍କେଟରୁ ମଧ୍ୟ ଆପଣମାନଙ୍କୁ ଗ୍ୟାସ୍ କିଣିବାକୁ ପଡ଼ିପାରେ। ତ ସେଇଆ ହେଲେ କ'ଣ ହେବ ଆପଣମାନଙ୍କୁ ସେ କଳା ବଜାରରେ ଯେତେ ଟଙ୍କା ଗ୍ୟାସ୍ ସେତେ ଟଙ୍କା ଦେଇକି ଆପଣମାନଙ୍କୁ ମଧ୍ୟ କିଣିବାକୁ ପଡ଼ିପାରେ। ଏବେ ତ 3250 କରୁଛନ୍ତି ଆଜ୍ଞା। ତ ଆପଣମାନେ ଯଦି ସେଇଠୁ କିଣିବେ ତାହେଲେ ଆପଣମାନଙ୍କୁ ସେତିକି ଟଙ୍କା ଦେବାକୁ ପଡ଼ିବ। ଗ୍ୟାସ୍ ସିଲିଣ୍ଡର ବୁକିଂ କିମ୍ବା ଡେଲିଭରି ଅଟକି ଯାଇପାରେ। ଆପଣଙ୍କ ଘରେ ଯେଉଁ ଆସିକି ଗ୍ୟାସ୍‌ଟି ପହଞ୍ଚୁଥିଲା ସେ ଗ୍ୟାସ୍‌ରୁ ଆପଣମାନେ ବଞ୍ଚିତ ହୋଇପାରନ୍ତି। ବୁଝିପାରିଲେ ନା ନାହିଁ? ଇଣ୍ଡେନ୍ ହେଉ, HP ହେଉ, ଭାରତ ଗ୍ୟାସ୍ ହେଉ ଯେଉଁଥିରେ ବି ଆପଣମାନେ ଏଠାରେ ଲାଭ ଉଠାଉଥିଲେ ସେ ଲାଭରୁ ଆପଣମାନେ ବଞ୍ଚିତ ହୋଇପାରନ୍ତି। ତାପରେ ଏଠାରେ କନେକ୍ସନ୍ ବ୍ଲକ୍ କିମ୍ବା ସସ୍ପେଣ୍ଡ ମଧ୍ୟ ହୋଇପାରେ। ନକଲି ଏବଂ ଡୁପ୍ଲିକେଟ୍ କନେକ୍ସନ୍ ହଟାଇବା ପାଇଁ ଇ-KYC ବାଧ୍ୟତାମୂଳକ ଯେଉଁ କରାଯାଇଥିଲା ସେୟା ଯଦି ଆପଣମାନେ କରୁନାହାନ୍ତି ତାହେଲେ ଆପଣଙ୍କର କନେକ୍ସନ୍ ମଧ୍ୟ ଡିସ୍‌କନେକ୍ଟ କରାଯାଇ
ପାରେ। ତେଣୁକରି ଯଦି ଆପଣଙ୍କ ପାଖରେ ଏବେ ମଧ୍ୟ ସୁଯୋଗ ଅଛି, ଯାଇକି ଆପଣମାନେ KYCଟି କରେଇ ଦିଅନ୍ତୁ। ଯଦି ଡେଟ୍ ଏକ୍ସଟେନସନ୍ କରିଥାନ୍ତି ସରକାର, ଏକ୍ସଟେଣ୍ଡ କରିଥାନ୍ତି, ତାହେଲେ ବହୁତ ଭଲ କଥା। ଆପଣମାନେ ଯାଇକି ନିଜର KYCଟି କରେଇ ଦିଅନ୍ତୁ। ଆପଣଙ୍କର ଗ୍ୟାସ୍ ମିଳିବା ବନ୍ଦ ହେବ ନାହିଁ। ଯେଉଁ ସବସିଡି ମିଳୁଛି ଉଜାଲା ଗ୍ୟାସ୍‌ରେ, ସେଇଟା ମିଳିବା ବନ୍ଦ ହେବ ନାହିଁ। ଆପଣମାନେ ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଆପଣଙ୍କର ଆପଣଙ୍କର ପରିବାରରେ ଯେତେ ଲୋକ ଅଛନ୍ତି, ଗାଁରେ ଯେତେ ଲୋକ ଅଛନ୍ତି, ହ୍ୱାଟ୍ସଆପ୍ ଗ୍ରୁପ୍ ଗୁଡ଼ାକରେ ସବୁଆଡ଼େ ସେୟାର କରିଦିଅନ୍ତୁ। ସମସ୍ତେ ଜାଣିପାରିବେ ଜିନିଷଟି, ଆଉ ସେମାନେ KYC କରେଇବେ ଆଉ ନିଜ ଖାତାକୁ ବଞ୍ଚେଇ ରଖିପାରିବେ। ଆଇ ହୋପ୍ ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓ ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଆମରି ଚ୍ୟାନେଲ୍‌ରେ ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆମ ଚ୍ୟାନେଲ୍‌କୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଧନ୍ୟବାଦ ଆଜ୍ଞା।